ସାଙ୍ଗମାନେ ଜୟ ଜଗନ୍ନାଥ। ମୁଁ ସରୋଜ। ତ ଆଜି ମୁଁ ଗୋଟିଏ ବଙ୍କା ତେଢ଼ା ଗଛ ଦେଖିବାକୁ ପାଇଲି, ଯୋଉଟାକି ଆପଣମାନେ ଦେଖିପାରୁଥିବେ। এইটা হচ্ছে বঙ্কা তেঢ়া গছ। মানে এইঠাରୁ ଆମକୁ କ'ଣ ଶିକ୍ଷା ମିଳେ ଯେ ଦେଖନ୍ତୁ, ଜଙ୍ଗଲରେ ସବୁବେଳେ ସିଧା ଗଛକୁ ହିଁ କଟା ଯାଇଥାଏ। ମାନେ ଆପଣମାନେ ବୁଝିପାରୁଥିବେ, ଆମ ମଣିଷ ଜୀବନରେ ମଧ୍ୟ ସେମିତି। ଆମେ ସବୁବେଳେ ଯଦି ସିଧା ସରଳ ଶାନ୍ତ ସରଳ ଭାବରେ ଆମେ ରହିବା ପାଇଁ ଚେଷ୍ଟା କରିବା, ତ ଆମକୁ ନିହାତି ମଣିଷମାନେ ତଳୁ କାଟିବା ପାଇଁ ଚେଷ୍ଟା କରିବେ। ମାନେ ବୁଝିପାରୁଥିବେ ମୁଁ କ'ଣ କହିଲି। ଯେହେତୁ ଏଇ ଗଛଟି ବଙ୍କା, ତାକୁ କେହି କାଟୁନାହାନ୍ତି, କିନ୍ତୁ ଗୋଟେ ସିଧା ଗଛକୁ ବହୁତ ଶୀଘ୍ର ଆଉ ଅତି ଶୀଘ୍ର କାଟି ଦିଅନ୍ତି। ଏମିତି ଆମ ମଣିଷ ଜୀବନରେ ମଧ୍ୟ ହୋଇଥାଏ। ଆଉ ଏଇ ବଙ୍କା ଗଛର ଉପକାରିତା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେଇଯିବେ। ଏଇ ବଙ୍କା ଗଛରେ ଆପଣମାନେ ଛାଇ ପାଇବେ। ଏଇ ବଙ୍କା ଗଛ ସବୁଠାରୁ ଦୃଢ଼ ହୋଇଥାଏ। ବଙ୍କା ଗଛ ସବୁଠାରୁ ଷ୍ଟ୍ରଙ୍ଗ ହୋଇଥାଏ। ତ ଆମେ ମଣିଷ ଜୀବନରେ ଆମକୁ ମଧ୍ୟ ସେମିତି ଦୃଢ଼ ହେବାକୁ ପଡ଼ିବ। ଆଉ ନିଜର କାବିଲିୟତ ମାନେ ନିଜର ଦକ୍ଷତା କ'ଣ ଜାଣି ଆଗକୁ ନିଜର ଦକ୍ଷତା ଅନୁସାରେ ଆମକୁ ଚାଲିବାକୁ ପଡ଼ିବ। ତାହେଲେ ଆମେ ଏହି ବଙ୍କା ତେଢ଼ା ଗଛ ପରି ଷ୍ଟ୍ରଙ୍ଗ ରହିପାରିବା। ଜୟ ଜଗନ୍ନାଥ, ଜୟ ହିନ୍ଦ।